ଆପଣ ଟିକେ କହିଲେ ଭାଇ ଓଡିଆ ଅସ୍ମିତା ଉପରେ କଣ ରହବ ଆପଣଙ୍କ ମତ? ନାଇଁ ଶୁଣନ୍ତୁ, ଆଇଏଏସ୍ ଆଇପିଏସ୍ କ୍ୟାଡରରେ ଆପଣ ତ କରିପାରିବେ ନା। ଆଇଏଏସ୍ ଆଇପିଏସ୍ କ୍ୟାଡରରେ ଆପଣ ଓଡିଆ ଅସ୍ମିତା ଆଣିଲେ ବି ତ ହେଇପାରିବନି, କାରଣ ଦ୍ୟାଟ୍ ଇଜ ନଟ୍ ଦ ସିଷ୍ଟମ। ସେଥିରେ ଯୋଗ୍ୟ ଲୋକ ସେମାନେ କରିବେ। ସରକାର ଚାହିଁଲେ ଜଣେ ସେ କରିପାରିଥାନ୍ତେ, କିନ୍ତୁ ସେ ଯେ ତାଙ୍କର ଭାବିଲେ ଯୋଗ୍ୟ ବା ତାଙ୍କର ଇଏ ଆଉ ପର୍ଟିକୁଲାର ଚିଫ୍ ସେକ୍ରେଟାରୀ କରିଥିଲେ ସେମାନେ। ଓଡିଶା କ୍ୟାଡର ଅଫିସର ଦେଖିଲେ ଯେ ସିଏ ତ ଅଛନ୍ତି ଓଡିଶା କ୍ୟାଡର, ଦିଲ୍ଲୀରେ ଅଛନ୍ତି, ଆଣିଲେ ତାଙ୍କୁ। ଏଇଟା ଦିଲ୍ଲୀ ତ କରୁଛି ନା, ତେଣୁ କରେନା କଥା ମଧ୍ୟ ସେଇଆ। କୁରାନିଆ ଯେ ପୋଲିସ ଅଫିସର, ତାଙ୍କର ତ ଓଡିଶାରେ ନେଗେଟିଭ ଇମେଜ ନାହିଁ ନା, ଗୁଡ ପୋଲିସ ଅଫିସର, ସେତେ କଥା ନାହିଁ। ତେଣୁ ଓଡିଆ ତାଙ୍କ ଭିତରେ କିନ୍ତୁ ଓଡିଆ ଅସୁବିଧା କଥାଟା ଯଦି ନବ ତାହେଲେ ବି ଆହୁରି ସାଂଘାତିକ କଥା। କଣ ସାଂଘାତିକ? ମାନେ ସେଠି ଆଇଏଏସ୍ ଆଇପିଏସ୍ ସ୍ତରରେ ନେଲେ ତ ଓଡିଆ ଅସ୍ମିତା ରେ ଲୋକ ତମକୁ ବାହାର କରିବାକୁ ପଡିବ, ଯୋଉମାନେ ଅଛନ୍ତି ତାଙ୍କୁ ହିଁ ଦେବାକୁ ପଡିବ। ହେଇପାରେ ତାହେଲେ ଆଇଏଏସ୍ ଆଇପିଏସ୍ ଅଫିସର ଯୋଉ ନନ୍ ଓଡିଆ ଆଇଏଏସ୍ ଅଫିସର ସେମାନେ ନ୍ୟାଚୁରାଲି ସେମାନଙ୍କ ଭିତରେ ହବ ଯେ ଗୋଟେ ଡିସ୍କ୍ରିମିନେସନ ହଉଛି ବୋଲି ସେମାନଙ୍କ ପ୍ରତି। କିନ୍ତୁ ଏଇଟା ଚାଲୁଥିଲା ଏମାନେ ଓଡିଆ ଅସ୍ମିତା କଥା କହିକି ଆସିଲେ ମଧ୍ୟ ବି ସେଇ ଢାଞ୍ଚାରେ ପକେଇବା ପାଇଁ ତାଙ୍କ ପାଖରେ ଟ୍ରଷ୍ଟେଡ୍ ଅଫିସର ନାହାନ୍ତି। ଓଡିଆ ଅସ୍ମିତାଟା ଡିଜି ଆଉ ଚିଫ୍ ସେକ୍ରେଟାରୀଙ୍କ କ୍ଷେତ୍ରରେ ପ୍ରୟୋଗ ହେବା ଆବଶ୍ୟକ ଥିଲା। ନାଇଁ ଶୁଣନ୍ତୁ ଆଜ୍ଞା, ଓଡିଆ ଅସ୍ମିତା ପ୍ରୟୋଗ ହବ, ପ୍ରୟୋଗ ନ ହେଇପାରିବ। କଥା ହଉଛି ଗୋଟେ ନୂଆ ସରକାର ଆସିଲେ ସିଏ ଓଡିଆ ଅସ୍ମିତା କଥା କହିକି ଆସିପାରିଥାଇପାରନ୍ତି, କିନ୍ତୁ କଥା ହଉଛି ସେମାନଙ୍କର ତାଙ୍କର ସେତିକି ବିଶ୍ୱାସ ଓଡିଆ ଯୋଉମାନେ ଅଛନ୍ତି ତାଙ୍କୁ ଏଇ ଦାୟିତ୍ୱ ଦେବା ପାଇଁ ତାଙ୍କର ମନ ଭିତରେ କିଛି ସନ୍ଦେହ ନିଶ୍ଚିତ ଭାବରେ ଅଛି। ଏବଂ ଏଇ ଦିଟାକ ପୋଷ୍ଟରେ ଯେହେତୁ ଗୋଟେ ବିଜେପି ସରକାର, ମୁଁ ଭାବୁଛି ସେଣ୍ଟ୍ରାଲ ଲିଡରସିପ ନିଷ୍ପତ୍ତି କରୁଛି ନା, ପ୍ରାଇମ ମିନିଷ୍ଟର ପିଏମ ଲେବୁଲରୁ ଡିସାଇଡ୍ ହଉଛି ଯେ କିଏ ଏଠି ହବ। ବିକଜ ଏଇ ଦିଟା ତ କି ପୋଷ୍ଟିଂ ଓଡିଶା ଯେକୌଣସି ରାଜ୍ୟ ସରକାରରେ ଦିଟା ସବୁଠୁ ବଡ କି ପୋଷ୍ଟିଂ ହଉଛି ଚିଫ୍ ସେକ୍ରେଟାରୀ ଆଣ୍ଡ ଡିଜି। ତେଣୁ ସେମାନଙ୍କର ସେଇ ଟ୍ରଷ୍ଟ ଅଫିସର ଗୋଟେ ବଡ ଭୂମିକା ରହିଛି, ଏକମାତ୍ର ଭୂମିକା ରହିଛି, ମୁଖ୍ୟ ଭୂମିକା ତାଙ୍କର। ତେଣୁ ତ ଭାବିବାର କିଛି କଥା ନାହିଁ। ଆଉ ପ୍ରାଇମ ମିନିଷ୍ଟର ଅଫିସ ୱେଲ୍ ଏୱାର ଥିବ କି ଯେ ଗୋଟେ ଓଡିଆ ଅସ୍ମିତା କଥାଟି ଉଠିଛି ଆଉ ଯାହାକୁ ଆୟୁଧ କରି ଭାରତୀୟ ଜନତା ପାର୍ଟି ଜିତିଛି ଇଲେକ୍ସନ। ନାଇଁ ସେ କଥା ତ ସେ ନିଜେ ଉଠେଇଥିଲେ, ଇଲେକ୍ସନ କ୍ୟାମ୍ପେନ୍ ସିଏ ତ ନିଜେ ଉଠେଇଥିଲେ ସେ କଥା, ନିଜେ ପ୍ରଧାନମନ୍ତ୍ରୀ ଉଠେଇଥିଲେ। ପ୍ରଧାନମନ୍ତ୍ରୀ ଉଠେଇଥିଲେ ମଧ୍ୟ ବି ସେଇଟାର ତାର ଲମ୍ବା କଣ ପ୍ରସ୍ତ କଣ କାହାକୁ ଜଣା ନାହିଁ। ମୁଁ ସେତେବେଳେ ମଧ୍ୟ କହିଥିଲି ଯେ ଓଡିଆ ଅସ୍ମିତା ଆପଣ କେତେ କୋଉ ଷ୍ଟେଜକୁ ନେବେ, କୋଉ ଆଡକୁ ନେବେ ସେଇଟା ବଡ କଥା, କିନ୍ତୁ ବିଶେଷ ଭାବରେ ଆଇଏଏସ୍ ଆଇପିଏସ୍ ଅଫିସର ଆପଣ ତ କରିପାରିବେନି, ବହୁତ ଅସୁବିଧା ସେଥିପାଇଁକା। ସେଠି ଆଉ ତାଙ୍କ ପାଇଁ ଡିଫିକଲ୍ଟି ହଉଛି ଓଡିଆ ଅସ୍ମିତାଟା କେମିତି କାମ ଦେଇଥିଲା, କାହିଁକି କାମ ଦେଲା ବୋଲି ଆପଣ ଭାବୁଛନ୍ତି? ନାଇଁ ନବୀନ ପଟ୍ଟନାୟକ କ୍ଷେତ୍ରରେ ସେ ଶାସନଟା ଭର୍ଚୁଆଲି ଯୋଉ ଛାଡିଦେଲେ ପାଣ୍ଡିଆନ ଆଣ୍ଡ ହିଜ ଟିମ୍ ଇଣ୍ଟରନାଲି ନନ୍ ଓଡିଆ, ସେଇଟା ଗୋଟେ ଯଦିଓ ସେତେବେଳେ ତାଙ୍କର ଚିଫ୍ ସେକ୍ରେଟାରୀ ନଥିଲେ ଓଡିଆ, ଚିଫ୍ ସେକ୍ରେଟାରୀ ଓଡିଆ ଥିଲେ, ବରାବର ଓଡିଆ ଚିଫ୍ ସେକ୍ରେଟାରୀ ଥିଲେ, ଡିଜି ମଧ୍ୟ ଥିଲେ, ଡିଜି ମଧ୍ୟ କଲେ, ଡିଜି କାଳେ ହେଇଯିବ ବୋଲି ଡିଜି ମଧ୍ୟ ଅରୁଣ ଷଡଙ୍ଗୀ କରିକି ତାକୁ ନିର୍ବାଚନ ପୂର୍ବରୁ ତାଙ୍କୁ ରଖିଲେ। ନହେଲେ ନିର୍ବାଚନ ପୂର୍ବରୁ ମଧ୍ୟ ଡିଜି ନୂଆ ଡିଜି ହବା କଥା, କିନ୍ତୁ ସେ ଡିଜି ନ କରିକି ଅରୁଣ ଷଡଙ୍ଗୀ କି କଣ୍ଟିନ୍ୟୁ କଲେ ମଧ୍ୟ କଲେ। ଓଡିଆ ଅସୁବିଧା ଉଠିପାରେ ଏଇ ଆଶଙ୍କାରେ, ଏବଂ ବିଜେପି ତାକୁ ହିଁ ମଧ୍ୟ ମୂଳ ମୁଦ୍ଦା କଲା। କିନ୍ତୁ ଓଡିଆ ଲୋକଙ୍କ ଭିତରେ ବିଶେଷ ଭାବରେ ପାଣ୍ଡିଆନ ଆଣ୍ଡ ଟିମ୍ ମାନେ ଯୋଉ ଦି ତିନି ଜଣ ସେ ଯେଭଳି ଭାବରେ ସରକାରରେ ଏବଂ ଦଳ ଭିତରେ ମାନେ ସରକାର ଦଳ ଭିତରେ ପ୍ରାଧାନ୍ୟ ବିସ୍ତାର କଲେ, ସେଇଟା କୋଉଠି ଲୋକମାନଙ୍କୁ ଯେତିକି ବିଜେଡି ଲୋକମାନଙ୍କୁ ମଧ୍ୟ ସେତିକି ଡିଷ୍ଟର୍ବ କରୁଥିଲା। ତେଣୁ କଥାଟା କିଛି ବାଟ ଗଲା ଏବଂ ସାଧାରଣ ଲୋକ ଭାବୁଥିଲେ କିଏ ସିଏ ଜାଣିନଥିଲେ ଏ ସରକାର ଆସିଲେ କାହାକୁ କରିବେ, ଇଏ ନୂଆ ସରକାର ଆସିଲେ କାହାକୁ କରିବେ ସେଟା କଣ ଜଣାଥିଲା କି? କିନ୍ତୁ ନୂଆ ସରକାର ଯେତେବେଳେ କରିବ, ବିଶେଷ ଭାବରେ ଦିଟା ଯୋଉ କି ପୋଷ୍ଟିଂ ସେଟାରେ ଦେଖନ୍ତୁ ଚିଫ୍ ସେକ୍ରେଟାରୀ, ଚିଫ୍ ମିନିଷ୍ଟର, ଅଲ୍ଟିମେଟଲି ଓଡିଶାର ଚିଫ୍ ମିନିଷ୍ଟର ଆପଣ ଜାଣିଛନ୍ତି ଆଗରୁ ଯୋଉ ବିଧି ବ୍ୟବସ୍ଥା ଅନୁସାରେ ବିଧାୟକ ଦଳ ମାନଙ୍କର ମତ ନେଇକି ହବା କଥା, ସେ ପରମ୍ପରା ବିଶ୍ୱରେ ଜାତୀୟ ଦଳ ମାନଙ୍କ ଭିତରେ ସେ ପରମ୍ପରାଟା କମ ଦେଖାଯାଏ।
ନ୍ୟାସନାଲ ଲେବୁଲ କୋଉଟା କୋଉଠି ନମିନେଟେଡ ହୁଏ ମାନେ କିଏ ଚିଫ ମିନିଷ୍ଟର ହେବେ ଯେମିତି ଏଥର ମଧ୍ୟ ସେୟା ତାଙ୍କର ଅଦରୱାଇଜ ଯୋଗ୍ୟତା ଥାଇପାରେ କିନ୍ତୁ ସେ ନମିନେସନ ଟା ମୋଷ୍ଟଲି କମ୍ ସମ୍ ଦିଲ୍ଲୀ ସେଣ୍ଟ୍ରାଲ ପାର୍ଟି ମାନଙ୍କରେ ଅଲ ଇଣ୍ଡିଆ ପାର୍ଟି ମାନଙ୍କ ଭିତରେ ସେଟା ହୁଏ। ମୁଁ ଯେ ମନେ ଅଛି ମୁଁ ତ କଂଗ୍ରେସ ଦଳ ଭିତରେ ଥିଲି ହଠାତ୍ ଓଡିଶାରେ ବିଶ୍ୱନାଥ ଦାସଙ୍କ ସରକାର ପତନ ହେଲା ଏବଂ କଂଗ୍ରେସ ସରକାର କରିବାକୁ ଗଲା ସେତେବେଳେ ଆମ ସମସ୍ତେ ଭାବିଥିଲୁ ବିନାୟକ ଆଚାର୍ଯ୍ୟ ଥିଲେ ଯିଏ ବିରୋଧୀ ଦଳର ନେତା ସିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ ସେତେବେଳେ ମଧ୍ୟ କଂଗ୍ରେସ ଦଳ ଯିଏ ନୀଳମ ରାଉତ ହେରିକା ମଧ୍ୟ ଉତ୍କଳ କଂଗ୍ରେସ ଛାଡିକି ଆସିଲେ ଆହୁରି ମଧ୍ୟ ସିନିୟର ଲୋକ ଥିଲେ କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ନନ୍ଦିନୀ ଶତପଥୀଙ୍କୁ ନମିନେଟ କଲା ନା ଆଉ ସେ ମୁଖ୍ୟମନ୍ତ୍ରୀ ହେଲେ ସେମିତି ଚିଫ ସେକ୍ରେଟାରୀ ଆଉ ଡିଜି ଏଇଟା ଦିଟା କି ପୋଷ୍ଟିଂ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ ଯୋଉମାନେ ସରକାର ଆସିଛନ୍ତି ଓଡିଶାରେ ବିଜେପି ସରକାର ତାଙ୍କ ପାଇଁ ଗୋଟେ ଅସୁବିଧା ହଉଛି କଣ ତାଙ୍କର ଯେହେତୁ ସେ ଏତେ ଦିନ ଧରି 24 ବର୍ଷ ଧରିକି ଗୋଟେ ନବୀନ ପଟ୍ଟନାୟକ ସରକାର ଥିଲା ଏ ଅଫିସର ଭିତରୁ କିଏ କେତିକି ବିଶ୍ୱସ୍ତ ହେବେ କିପରି ଭାବରେ କାମ କରିପାରିବେ ଉଚ୍ଚ ସ୍ତରରେ ସର୍ବୋଚ୍ଚ ସ୍ତରରେ ଟପ୍ ଲେବୁଲରେ ସେ ବିଷୟରେ ତାଙ୍କର ସେଇ କନଫିଡେନ୍ସ ନଥିବା ଦୃଷ୍ଟିରୁ ଏବଂ ଓଡିଶାର ଯୋଉ ଶାସନ ଆସିଲା ବିଜେପିର ପରିବର୍ତ୍ତନ ହେଲା ଓଡିଶାର ଲୋକମାନେ ଭୋଟ ଦେଲେ ଯୋଉ ବିଜେପି କି ନରେନ୍ଦ୍ର ମୋଦୀଙ୍କୁ ଦେଖି ଭୋଟ ଦେଲେ ଏବେ ଓଡିଶାର କୌଣସି ନେତାଙ୍କୁ ସେମାନେ ପ୍ରୋଜେକ୍ଟ କଲେନି ନା ତେଣୁ ସିଏ ହିଁ ସିଲେକ୍ଟ କଲେ ମୁଖ୍ୟମନ୍ତ୍ରୀ କିଏ ହବ ଏବଂ ଦିଟା କି ପୋଷ୍ଟିଂ ହଉଛି ମୁଖ୍ୟ ଶାସନ ସଚିବ ଏବଂ ଡିଜି ସେମାନେ ଓଡିଶା କ୍ୟାଡର ଅଫିସର ପୁରାନିଆଙ୍କର ଓଡିଶା କ୍ୟାଡର ଅଫିସର ହିସାବରେ ତାଙ୍କର ସେ ବଦନାମ ନୁହନ୍ତି ସେ ଭଲ କାମ ମଧ୍ୟ କରିଛନ୍ତି ଏଠି କମିଶନ ବି ଥିଲେ ଆପଣ ଜାଣିଛନ୍ତି ସେ ବିଷୟରେ କାହାର କିଛି ଇଏ ନାହିଁ ସେମିତି ଯିଏ ସେକ୍ରେଟାରୀ ଚିଫ ସେକ୍ରେଟାରୀ ହେଇଛନ୍ତି ସିଏ ମଧ୍ୟ ଓଡିଶାର ପ୍ରିନ୍ସିପାଲ ସେକ୍ରେଟାରୀ ଭାବରେ କାମ କରିଛନ୍ତି ସିଏ ଜଣେ ରୁଲ ଅଫ ଲରେ କାମ କରିବା ଲୋକ ସେ ବିଷୟରେ କାହାର କିଛି ସନ୍ଦେହ ନାହିଁ କିନ୍ତୁ ସିଏ ସମାଜର କେନ୍ଦ୍ର ସ୍ତରରେ ସେକ୍ରେଟାରୀ ହେବା ଫଳରେ କେନ୍ଦ୍ରୀୟ ନେତୃତ୍ୱର ତାଙ୍କ ଉପରେ ବିଶ୍ୱାସ ଆସିଛି ତ ସେମାନେ ତାଙ୍କୁ ସିଲେକ୍ଟ କଲେ ତ ଏମାନେ ଚିଫ ସେକ୍ରେଟାରୀଙ୍କ ହାତରେ ପୁରା କ୍ଷମତା ରହିବ ଡିଜିଙ୍କ ହାତରେ ପୁରା କ୍ଷମତା ରହିବ ଏବଂ ଏମାନେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଯାହା କହିବ ତା ଦ୍ୱାରା ପରିଚାଳିତ ହେବେ ଯେମିତି ନବୀନ ବାବୁଙ୍କ ରିଜିମ୍ ଥିଲା ହବ ନା ଏଥିରେ ଟିକେ ଅଲଗା ଆପଣ ଦେଖୁଛନ୍ତି ନାଇଁ ନାଇଁ ନିଶ୍ଚୟ ମୁଖ୍ୟମନ୍ତ୍ରୀ ଯଦି ଚାହିଁବେ ମୁଖ୍ୟମନ୍ତ୍ରୀ ଚାହିଁବେ କଣ କରିବେ ସେ କରିବାକୁ ବାଧ୍ୟ କରିବେ କିନ୍ତୁ କଥା ହଉଛି ଆପଣ ଏଗେନ୍ ମନେ ରଖିଥାନ୍ତୁ ଓଡିଶାର ଏଣ୍ଟାୟାର ପଲିଟିକାଲ ସେଟଅପର ଗୋଟେ ସୁବିଧା କୁହନ୍ତୁ ଅସୁବିଧା ମଧ୍ୟ ଗୋଟେ ଯେ ଆମର ଏଠି ଏଣ୍ଟାୟାର ପଲିଟିକାଲ ସେଟଅପରେ ସମସ୍ତ କଥା କୌଣସି ସ୍ୱଭୋଟ ହେଇନି ନବୀନ ପଟ୍ଟନାୟକ କେସରେ କଣ ହେଲା ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ହିଁ 2000 ମସିହାରେ ଯେତେ ପ୍ରଥମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେଲେ ଯଦିଓ ମେଣ୍ଟ ଥିଲା କିନ୍ତୁ ନବୀନ ପଟ୍ଟନାୟକ ଯେ ମୁଖ୍ୟମନ୍ତ୍ରୀ ହେବେ ଏଇଟା ଜଣାଶୁଣା ଥିଲା ସେତେ କିଛି ଆଉ ଦ୍ୱିଧା ଥିଲା କି ଦ୍ୱିଧା ନଥିଲା ଏବଂ ସେ ଅନୁସାରେ ସେ ତାଙ୍କର ଯାହା ନିଷ୍ପତ୍ତି କଲେ ଏବଂ ତାଙ୍କର ତ କେହି ଯେହେତୁ ଷ୍ଟେଟ୍ ପାର୍ଟି ତାଙ୍କର ତ କେହି ବସ୍ ନାହାନ୍ତି ତେଣୁ ସିଏ ତାଙ୍କର ନିଷ୍ପତ୍ତି କଲେ ଏବଂ ସେ 24 ବର୍ଷ ରହିଯିବା ଫଳରେ ଗୋଟେ ଶାସନ ଏମାନେ ଯୋଉମାନେ ବର୍ତ୍ତମାନ ଆସିଲେ ଶାସନକୁ ଆସିଗଲା ପରେ ତାଙ୍କର ଟ୍ରଷ୍ଟେଡ ଲୋକ ଆଜି ପର୍ଯ୍ୟନ୍ତ ଦେଖନ୍ତୁ ଓଡିଶା ଶାସନରେ ବହୁତ ଲୋକଙ୍କୁ ସବୁ ଜାଗାରେ ପୁରାପୁରି ଭାବରେ ଠିକ ଭାବରେ ଥଇଥାନ କରାଯାଇ ପାରିନି କରିବାକୁ ସମୟ ଲାଗୁଛି କିଏ ତାଙ୍କ ଲୋକ କିଏ ଆଙ୍କ ଲୋକ କିଏ ତାଙ୍କ ଦ୍ୱାରା କେତେ କରିବ ସେ ବିଷୟ ତାଙ୍କ ମନ ଭିତରେ କିଛି ନା କିଛି ଗୋଟେ ସନ୍ଦେହ ମଧ୍ୟ ରହିଛି କିନ୍ତୁ ଆଙ୍କୁ ତ ନେଇ କରିବେ ନା ଆଇଏଏସ୍ ଆଇପିଏସ୍ ଓଏସଏସ୍ ଏଇ ଯୋଉ ଅଛନ୍ତି ଅଫିସର ମାନେ ଇଭିନ୍ ଇଞ୍ଜିନିୟର ଚୋର ଇଞ୍ଜିନିୟର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆପଣ କରିଦେବେ ଯାହା ବିରୁଦ୍ଧରେ ଅଛି ଅଭିଯୋଗ କିନ୍ତୁ ମୋଟାନି ଭାବରେ ସେ କ୍ୟାଡର ଗୁଡାକୁ ନେଇ ତ ଯିବେ ଆପଣ ସେ କ୍ୟାଡରକୁ ନେଇକି ଗଲା ପରେ ଭିତରେ ସେଇଟା କୋଉ ନା କୋଉଠି ଗୋଟେ ହଉଛି ଯେ ସେଇ ବିଶେଷ ଭାବରେ ଆଇଏଏସ୍ କହିଲେ ଆଇଏଏସ୍ ଆଇପିଏସ୍ ତାପରେ ଓଏଫଏସ୍ ଏଇ ଯୋଉ କ୍ୟାଡର ଅଫିସର ମାନଙ୍କୁ ନେଇକି ଗଲା ବେଳେ ତାଙ୍କୁ ତ ନେଇକି ରଖିବେ ତାଙ୍କୁ ତ ବାହାର କରିପାରିବେନି ଯୋଉମାନେ ତାଙ୍କ ସହିତ ପୁରା ଆଇଡେଣ୍ଟିଫାଏଡ ହେଇକି ଥିଲେ ତାଙ୍କୁ ଆପଣ ଏକର୍ସର କରିଦେଲେ ଓଏସଡି କରିଦେବେ ଗୋପବନ୍ଧୁ ଏକାଡେମୀ ପଠେଇଦେବେ ତା ବାଦେ ଯୋଉମାନେ ଅଛନ୍ତି ସେମାନଙ୍କ ଭିତରେ ଯେ ସେମାନଙ୍କ ସାଙ୍ଗରେ କେତେ ଅଛନ୍ତି କଣ ଅଛନ୍ତି ଆପଣ ଜାଣିଛନ୍ତି କି କିଏ ଜାଣିଛି କି ତେଣୁ ନ୍ୟାଚୁରାଲି ଯେତେବେଳେ ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା ରଖିକି ସେଥିରେ ଯେହେତୁ ଓଡିଶାର କୌଣସି ନେତା ଉପରେ ଭରସା କରି ତ ଲୋକ ଭୋଟ ଦେଲେନି ଗୋଟେ ବିକଳ୍ପ ଲୋକମାନେ ଚାହୁଁଥିଲେ ପରିବର୍ତ୍ତନ ଚାହୁଁଥିଲେ
ଏବଂ ମୋଦିଙ୍କ ମୁହଁକୁ ଦେଖିକି ଦେଲେ କାହିଁକିନା ତାଙ୍କର ଏଠି ରାଜ୍ୟର କୌଣସି ନେତା ସୃଷ୍ଟି ହେଇପାରିଲେନି ସେ ମୋଦିଙ୍କ ନେତୃତ୍ୱକୁ ଦେଖିଦେଲେ ମୋଦି ଓଡ଼ିଶା ପକ୍ଷରେ ଯୋଉ ଗ୍ୟାରେଣ୍ଟି ମଧ୍ୟ ଦିଆଗଲା ଆପଣ ଦେଖିଥିବେ ସେଟା ମୋଦି ଗ୍ୟାରେଣ୍ଟି ଭାବରେ ଦିଆଗଲା ଓଡ଼ିଶା ବିଜେପିର ଗ୍ୟାରେଣ୍ଟି ନୁହେଁ ତେଣୁ ଆକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ନମିନେସନରେ ସିଏ ହେଇପାରନ୍ତି ସେ ଆଗରୁ ନିର୍ଦ୍ଧାର ଥିଲେ ତୃତୀୟ ଥର ପାଇଁ ମଧ୍ୟ ବିଧାୟକ ଥିଲେ ଚତୁର୍ଥ ଥର ପାଇଁ ବିଧାୟକ ହେଇଛନ୍ତି ମୋହନ ମାଝୀ କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନମିନେଟ୍ କରିବାରେ କେନ୍ଦ୍ରୀୟ ନେତୃତ୍ୱ ହିଁ ମୁଖ୍ୟ ଭୂମିକା ନେଇଛି ନା ଆଉ ସେଟା ତ କିଏ ଅସ୍ୱୀକାର କରିପାରିବେ ତ ବର୍ତ୍ତମାନ ତେଣୁ ମୁଖ୍ୟ ଶାସନ ସଚିବ ଏବଂ ଡିଜି ମଧ୍ୟ ବି ଏଇ ଦିଟା ହଉଛି କି ପୋଷ୍ଟିଂ ରାଜ୍ୟ ସରକାର ଏଇ ଦିଟା ହଉଛି କି ପୋଷ୍ଟିଂ ଯାହା ଜରିଆରେ ଶାସନ ଚାଲେ ଇଣ୍ଡିଆର ଶାସନ ଚାଲେ ମୁଖ୍ୟମନ୍ତ୍ରୀ ଯେତିକି ଇମ୍ପୋର୍ଟାଣ୍ଟ ଏଇ ଦି ଜଣ ଅଫିସର ମଧ୍ୟ ସେତିକି ଇମ୍ପୋର୍ଟାଣ୍ଟ ତ ରବାବୁ ଆପଣ ଭାବୁଛନ୍ତି କି ବିଜେଡିର ଯୋଉ ଓଡ଼ିଆ ଅସ୍ମିତାକୁ ନେଇ ସମାଲୋଚନା ଏଇଟା ଲୋକଙ୍କୁ ପ୍ରଭାବିତ କରିବ ବର୍ତ୍ତମାନ ଷ୍ଟେଜରେ ଏତେ ଦୂର ପ୍ରଭାବିତ କରିବେ ମୁଁ ଜାଣିନି ଆପଣ କଣ ପ୍ରଭାବିତ କରିବେ ଦେଖନ୍ତୁ କଂଗ୍ରେସ ଦଳର ବର୍ତ୍ତମାନ ଗୋଟେ ଷ୍ଟିୟରିଂ କମିଟି ହେଲା ସେ ଷ୍ଟିୟରିଂ କମିଟି ଅଜୟ କୁମାର ହେଉଛନ୍ତି ଷ୍ଟିୟରିଂ କମିଟି ଅଧ୍ୟକ୍ଷ ଟିକେ ଓଡ଼ିଶା ଲୋକ ତେଣୁ ଓଡ଼ିଆ ଅସ୍ମିତା ବହୁ କ୍ଷେତ୍ରରେ ନିର୍ବାଚନ ଦରକାର ଥିଲା ସେଇଟା ବ୍ୟବହାର ହେଇଛି ଅସ୍ମିତା ଭବନ ହବ କୁହାଯିବ ହଁ କିନ୍ତୁ କ୍ୟାମ୍ପେନ୍ ଟା କାମ କରିବ କି ଲୋକଙ୍କୁ ପ୍ରଭାବିତ କରିବ କି ମୁଁ ଭାବୁନି ସେଇ କ୍ୟାମ୍ପେନ୍ ଟା ବିଶେଷ ପ୍ରଭାବ କାରଣ ସେଇ ସମୟରେ ଯାହାକୁ ସେ ଆଖି ଆଗରେ ଦେଖୁଥିଲେ ସେତେବେଳେ ଗୋଟେ କ୍ରୋଧ ଜାତ ହେଇଥିଲା ତେଣୁ କଥା ହେଲା ଆଙ୍କୁ ନେଇକି ସେ କ୍ରୋଧଟା ଆସିନି ବର୍ତ୍ତମାନ ପାଣ୍ଡିଆନ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିଲେ ସେତେବେଳେ କଣ ସେ କ୍ରୋଧ ଥିଲା ନଥିଲା ସେତେବେଳେ ସେଇ ଭୂମିକାରୁ ବାହାରିକି ପୁରାପୁରି ଭାବରେ ଶାସନ ସହିତ ଦଳ ବି ପରିଚାଳନା କଲେ ସେତେବେଳେ ତ ଆସିଲା ନା ତ ସେଇ ଅବସ୍ଥା ତ ସେଇ ଘୃଣା ଭାବ ଆସିନି ତେଣୁ ଓଡ଼ିଆ ଅସ୍ମିତାରେ କାହିଁ ଉଠିବ ଓଡ଼ିଆ ଅସ୍ମିତା କଥା କାହିଁ ଉଠିବ